ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କର ହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্রোতা বন্ধু প্রভু শ্রীখ্ରୀଷ୍ଟଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 15 ଅଧ୍ୟାୟର 28 ପଦରେ ଆମେ ଏହିପରି ପାଠ କରୁ। ସେଥିରେ ଯୀଶୁ ତାହାକୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛା ଅନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ଦଣ୍ଡରୁ ତାହାର କନ୍ୟା ସୁସ୍ଥ ହେଲା। ଜଣେ କିଣାଣିଆ ସ୍ତ୍ରୀ ନିଜ ଝିଅ ପାଇଁ ପ୍ରଭୁଙ୍କୁ ଯୀଶୁଙ୍କ ନିକଟରେ ବିନତି କରିବାକୁ ଆସିଲେ, କାରଣ ତାଙ୍କ ଝିଅକୁ ଭୂତ ଅତି କଷ୍ଟ ଦେଉଥିଲା। ସେ ଆସି ଯୀଶୁଙ୍କୁ ବିନତି କରି କହିଲେ, ହେ ପ୍ରଭୁ ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ। ବିଭିନ୍ନ ପ୍ରତିବାଧା ଯୋଗୁଁ କେତେକ ଲୋକ ଭାବୁଥିଲେ ଯେ ସେ ଫେରିଯିବେ, କିନ୍ତୁ ସେ ନିଜ କଥାରେ ଅଟଳ ରହି ନମ୍ରତା ସହିତ ପ୍ରାର୍ଥନା କରିବାକୁ ଲାଗିଲେ, ହେ ପ୍ରଭୁ ମୋର ଉପକାର କରନ୍ତୁ। ତାଙ୍କ ବିଶ୍ୱାସ ଦେଖି ପ୍ରଭୁ ଶ୍ରୀଖ୍ରୀଷ୍ଟ ତାଙ୍କର ପ୍ରଶଂସା କରି କହିଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ। ଏହି ମାତାଙ୍କ ପ୍ରାର୍ଥନାରେ ନମ୍ରତା, ଦୀନତା, ଧୈର୍ଯ୍ୟ, ଦୃଢ଼ତା ତଥା ଶୁଦ୍ଧ ବିବେକର ପ୍ରମାଣ ଦେଖିବାକୁ ମିଳେ। ତେବେ ଏହି ସମସ୍ତ ଗୁଣ ତାଙ୍କ ବିଶ୍ୱାସର ଫଳ ଅଟେ। ପ୍ରଭୁ ସେହି ବିଶ୍ୱାସର ପ୍ରଶଂସା କଲେ, କାରଣ ମନୁଷ୍ୟ କେବଳ ବିଶ୍ୱାସ ଦ୍ୱାରା ହିଁ ଈଶ୍ୱରଙ୍କର ସନ୍ତୋଷ ଭାଜନ ହୋଇପାରେ। ମନୁଷ୍ୟ ଯେ ପାପୀ ଓ ତାହା ନିମନ୍ତେ ଈଶ୍ୱର ନରକ ନିରୂପଣ କରିଛନ୍ତି, ଏହି ଦଣ୍ଡରୁ ମନୁଷ୍ୟକୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ବଳିଦାନ ହେଲେ ଏବଂ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ପରିତ୍ରାଣ ପ୍ରାପ୍ତ ହୁଏ ଓ ତାହାଠାରେ ଈଶ୍ୱର ପ୍ରସନ୍ନ ହୁଅନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେପରି ଆପଣ ଈଶ୍ୱରଙ୍କୁ ପ୍ରସନ୍ନ କରିବେ ଓ ଈଶ୍ୱର ଆପଣଙ୍କ ପ୍ରଶଂସା କରିବେ, ଏଥିପାଇଁ ଈଶ୍ୱରଙ୍କଠାରେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।